ओं नमो भगवते वासुदेवाय ओं परमात्मने नमः। ओं श्रीहरि ओं श्रीहरि ओं श्रीहरि। ओं अहम आत्मा गुडाकेश सर्वभूताशय स्थिता अहमादिश्च मध्यश्च भूतानामन्त एव च। हे अर्जुन, मु सकल जीवंक हृदय स्थित समस्तंकर आत्मा तथा सकल जीवंकर आदि मध्य ओ अंत भी मु ही अटे। गुड़ाकेश संबोधन अभिप्राय कौन? गुड़ाका निद्रारु कहती, गुड़ाका निद्रा को कहती, तांकू जय करिथिबा व्यक्ति को गुड़ाकेश कहती। भगवान अर्जुन को गुड़ाकेश नाम संबोधित करी कहउचंती, तुमे निद्रा को जय करि सारिच, अतएव मोर उपदेश ग्रहण करी अज्ञान रूपी निद्रा को मध्य जय करि पारिबो। सर्वभूता स्वयं स्थित विशेषण सहित आत्मा पद कहार वाचक ओ सेई आत्मा मु ही अटे। कहबार अभिप्राय कौन? समस्त प्राणी हृदय रे जेउ चेतन अछि जहाकू परा प्रकृति ओ क्षेत्रज्ञ मध्य कहती, एठारे सर्वभूता स्वयं स्थित विशेषण सहित आत्मा पदटी हेउछि ताहार वाचक। ताहा भगवानंकर ही अंश होइथिबारु वस्तुत भगवत स्वरूप ही अटे। अतएव भगवान कहउचंती से आत्मा मुही अटे। भूतानाम पद केउ मानंकर वाचक ओ सेमानंकर आदि मध्य ओ अंत मुही अटे। ए कथा रो अभिप्राय को भूतानाम पदटी हेउची चराचर समस्त देहधारी प्राणी मानंकर वाचक। सेमानंकर सृजन पालन ओ संहार भगवानंक द्वारा ही होइताए। समस्त प्राणी भगवानंक ठारु ही उत्पन्न हुअंती, तांक ठारे अवस्थित रहंती ओ प्रलय काल रे तांक मध्यरे ही लीन हुअंती। भगवान ही समस्तंकर मूल कारण ओ आधार। यही भाव देखाइबा पाई भगवान निजकू से सबुर आदि मध्य ओ अंत बोली कहिचंती। ओं नमो भगवते वासुदेवाय ओं परमात्मने नमः। ओं आदित्यानामहं विष्णु ज्योतिषं रविरं सुमान् मरीचिर्मरुतामस्मि नक्षत्राणं महं शशि। ओं नमो भगवते वासुदेवाय। मु अदितिंकर द्वादश पुत्रंक मध्यरे विष्णु ओ ज्योतिमानंक मध्यरे किरण प्रदानकारी सूर्य तथा 49 वायु देवतांकर तेज ओ नक्षत्र मानंकर अधिपति चंद्रमा अटे। एठारे आदित्य शब्द केउ मानंक वाचक एवं सेमानंक मध्यरे मु विष्णु, ये कथार अभिप्राय कौन? अदितिंकर धाता मित्र अर्जमा शक्र वरुण अंश भग विवस्वान पूषा सविता त्वष्टा ओ विष्णु नामक द्वादश पुत्रंकु द्वादश आदित्य कहंती। एमानंक मध्यरे जे विष्णु से एमानंकर राजा ओ अन्य मानंक ठारु श्रेष्ठ अटंती। अतएव भगवान विष्णु को
ନିଜର ସ୍ୱରୂପ ବୋଲି କହିଛନ୍ତି। ଜ୍ୟୋତିମାନଙ୍କ ମଧ୍ୟରେ କିରଣ ବିତରଣ କରୁଥିବା ସୂର୍ଯ୍ୟ ମୁଁ। ଏହି କଥନର ଅଭିପ୍ରାୟ କଣ? ସୂର୍ଯ୍ୟ, ଚନ୍ଦ୍ରମା, ତାରା, ବିଦ୍ୟୁତ ଓ ଅଗ୍ନି ଆଦି ଯେତେ ବି ପ୍ରକାଶମାନ ପଦାର୍ଥ ଅଛନ୍ତି ସେ ସବୁ ମଧ୍ୟରେ ସୂର୍ଯ୍ୟ ପ୍ରଧାନ। ଏଣୁ ଭଗବାନ ସମସ୍ତ ଜ୍ୟୋତି ମଧ୍ୟରେ ସୂର୍ଯ୍ୟଙ୍କୁ ତାଙ୍କର ସ୍ୱରୂପ ବୋଲି କହିଛନ୍ତି। ବାୟୁ ଦେବତା ମାନଙ୍କର ମରିଚି ଶବ୍ଦବାଚ୍ୟ ତେଜ ମୁଁ ଅଟେ। ଏହି କଥନର ଅଭିପ୍ରାୟ କଣ? ଦିତିପୁତ୍ର 49 ମରୁଦ୍ଗଣ ଦିତି ଦେବୀଙ୍କର ଭଗବତ ଧ୍ୟାନ ରୂପୀ ବ୍ରତର ତେଜରୁ ଉତ୍ପନ୍ନ। ସେଇ ତେଜ ଯୋଗୁଁ ହିଁ ଗର୍ଭ ଭିତରେ ସେମାନଙ୍କର ବିନାଶ ହୋଇ ନ ପାରିଥିଲା। ତେଣୁ ତାଙ୍କର ଏହି ତେଜକୁ ଭଗବାନ ନିଜର ସ୍ୱରୂପ ବୋଲି କହୁଛନ୍ତି। 49 ମୃତଙ୍କ ନାମ ହେଉଛି ସତ୍ୟଜ୍ୟୋତି, ଆଦିତ୍ୟ, ସତ୍ୟଜ୍ୟୋତି, ସତ୍ୟଜ୍ୟୋତି, ଆଦିତ୍ୟ, ସତ୍ୟଜ୍ୟୋତି, ଆଉ ତିର୍ଯ୍ୟକ ଜ୍ୟୋତି, ସଜ୍ୟୋତି, ଜ୍ୟୋତିଷ୍ମାନ, ହରିତ, ରତଜିତ, ସତ୍ୟଜିତ, ସୁଷେଣ, ସେନଜିତ, ସତ୍ୟମିତ୍ର, ଅଭିମିତ୍ର, ହରିମିତ୍ର, କୃତ, ସତ୍ୟ, ଧ୍ରୁବ, ଧର୍ତା, ବିଧର୍ତା, ବିଧାରୟ, ଧ୍ୱାନ୍ତ, ଧୁନି, ଉଗ୍ର, ଭୀମ, ଅଭିୟୁ, ସାକ୍ଷିପ, ଇଦୃକ୍, ଅନ୍ୟାଦୃକ୍, ଯାଦୃକ୍, ପ୍ରତିକୃତ, ଋକ୍, ସମିତି, ସରମ୍ଭ, ଇଦୃକ୍ଷ, ପୁରୁଷ, ଅନ୍ୟାଦୃକ୍ଷ, ଚେତସ, ସମିତା, ସମିଦୃକ୍ଷ, ପ୍ରତିଦୃକ୍ଷ, ମରୁତି, ଶରତ, ଦେବ, ଦିଶ, ଯଜୁଃ, ଅନୁଦୃକ୍, ସାମ, ମାନୁଷ ଓ ବିଶ ବାୟୁ ପୁରାଣରେ ଲିଖିତ ଅଛି। ଗରୁଡ଼ ପୁରାଣ ତଥା ଅନ୍ୟାନ୍ୟ ପୁରାଣରେ ବି କିଛି ନାମ ଭେଦ ମିଳେ, କିନ୍ତୁ ମରିଚି ନାମ କେଉଁଠି ମିଳେ ନାହିଁ। ଅତଏବ ମରିଚିଙ୍କୁ ମରୁତ ବୋଲି ନ ମାନି ସମସ୍ତ ମରୁଦ୍ଗଣଙ୍କ ତେଜ ବା କିରଣ ବୋଲି ଗ୍ରହଣ କରାଯାଏ। ଦକ୍ଷ କନ୍ୟା ମରୁତୋତୀଙ୍କ ଠାରୁ ଉତ୍ପନ୍ନ ପୁତ୍ରମାନଙ୍କୁ ମଧ୍ୟ ମରୁଦ୍ଗଣ କହନ୍ତି। ଭିନ୍ନ ଭିନ୍ନ ମନ୍ୱନ୍ତରରେ ଭିନ୍ନ ଭିନ୍ନ ନାମରେ ତଥା ବିଭିନ୍ନ ପ୍ରକାରରେ ଏମାନଙ୍କ ଉତ୍ପତ୍ତିର ବର୍ଣ୍ଣନା ପୁରାଣ ମାନଙ୍କରେ ମିଳେ। ଧାତା ମୈତ୍ରୋର୍ଯ୍ୟମା ଶକ୍ରୋ ବରୁଣସ୍ତ୍ୱଂଶ ବଚଃ ଭୋଗೋ ବିବସ୍ୱାନ୍ ପୂଷା ଚ ସବିତା ଦଶମସ୍ଥତା ଏକାଦଶ ତଥା ତୃଷ୍ଟ୍ୱା ଦ୍ୱାଦଶ ବିଷ୍ଣୁରୁଚ୍ୟତେ ଜଘନ୍ୟ ବସ୍ତୁ ସର୍ବେଷା ମାଦିତ୍ୟାନାଂ ଗୁଣାଧିକ। କଶ୍ୟପଙ୍କ ପତ୍ନୀ ଦିତିଙ୍କର ଅନେକ ପୁତ୍ର ମରିଯିବାରୁ ସେ ପତି କଶ୍ୟପଙ୍କୁ ନିଜର ସେବା ଦ୍ୱାରା ପ୍ରସନ୍ନ କଲେ। ତାଙ୍କର ସମ୍ୟକ୍ ଆରାଧନାରେ ସନ୍ତୁଷ୍ଟ ହୋଇ ତପସ୍ୱୀ ମାନଙ୍କ ମଧ୍ୟରେ ଶ୍ରେଷ୍ଠ କଶ୍ୟପ ତାଙ୍କୁ ବର ପ୍ରଦାନ କରି ସନ୍ତୁଷ୍ଟ କଲେ। ସେହି ସମୟରେ ଦିତି ଇନ୍ଦ୍ରଙ୍କୁ ବଧ କରିବାକୁ ସମର୍ଥ ଏକ ଅତି ତେଜସ୍ୱୀ ପୁତ୍ର ପାଇଁ ବର ମାଗିଲେ।
ମୁନିଶ୍ରେଷ୍ଠ କଶ୍ୟପ ତାଙ୍କୁ ଅଭୀଷ୍ଟ ବର ଦେଲେ ଏବଂ ସେଇ ଅତି ଉଗ୍ର ବର ଦେଇ ତାଙ୍କୁ କହିଲେ, ଯଦି ତୁମେ ନିତ୍ୟ ଭଗବାନଙ୍କ ଧ୍ୟାନରେ ତତ୍ପର ରହି ନିଜ ଗର୍ଭକୁ ପତିବ୍ରତା ଓ ସଂଯମ ସହ 100 ବର୍ଷ ଯାଏ ଧାରଣ କରିପାରିବ, ତେବେ ତୁମର ପୁତ୍ର ଇନ୍ଦ୍ରକୁ ମାରିପାରିବ। ସେଇ ଗର୍ଭକୁ ନିଜ ମୃତ୍ୟୁର କାରଣ ବୋଲି ଜାଣିପାରି ଦେବରାଜ ଇନ୍ଦ୍ର ମଧ୍ୟ ବିନୟପୂର୍ବକ ଦିତିଙ୍କ ସେବା କରିବାକୁ ଆସିଗଲେ। ତାଙ୍କ ପତିବ୍ରତାରେ ଯଦି କେବେ ଦୋଷ ଲାଗିବ, ତେବେ ସିଏ କିଛି କରିପାରିବେ। ଏଇ ପ୍ରତୀକ୍ଷାରେ ଇନ୍ଦ୍ର ସେଠାରେ ସବୁ ସମୟ ଉପସ୍ଥିତ ରହିଲେ। ଶେଷରେ 100 ବର୍ଷ ପୂର୍ଣ୍ଣ ହେବାକୁ ଅଳ୍ପ କିଛି ଦିନ ବାକି ଅଛି। ଦିନେ ଦିତି ପାଦ ନ ଧୋଇ ନିଜ ବିଛଣାରେ ଶୋଇପଡ଼ିଲେ। ସେହି ସମୟରେ ତାଙ୍କୁ ନିଦ୍ରା ଘାରିଦେଲା। ସେତିକି ବେଳେ ଇନ୍ଦ୍ର ସୁଯୋଗ ପାଇ ହାତରେ ବଜ୍ର ଧରି ଦିତିଙ୍କ ଗର୍ଭରେ ପ୍ରବେଶ କରିଗଲେ ଓ ସେଇ ମହାଗର୍ଭକୁ 7 ଭାଗ କରିଦେଲେ। ଏପରି ଭାବରେ ବକ୍ର ଦ୍ୱାରା ପୀଡ଼ିତ ହେବାରୁ ସେଇ ଗର୍ଭ ଜୋରରେ କାନ୍ଦିବାକୁ ଲାଗିଲା। ଇନ୍ଦ୍ର ତାକୁ ବାରମ୍ବାର କହିଲେ, ମା ରୋଦି, ଅର୍ଥାତ୍ କାନ୍ଦ ନାହିଁ। କିନ୍ତୁ ଯେତେବେଳେ ସେଇ ଗର୍ଭ 7 ଭାଗରେ ବିଭକ୍ତ ହୋଇ ମଧ୍ୟ ମଲା ନାହିଁ, ସେତେବେଳେ ଇନ୍ଦ୍ର ଅତ୍ୟନ୍ତ କ୍ରୋଧରେ ପୁଣି ପ୍ରତି ଖଣ୍ଡକୁ 7 ଖଣ୍ଡ କରିଦେଲେ। ଏପରି ଭାବରେ 1ରୁ 39 ହୋଇ ମଧ୍ୟ ସେମାନେ ଜୀବିତ ରହିଲେ। ଏଥର ଇନ୍ଦ୍ର ଜାଣିପାରିଲେ ଯେ ସେମାନେ ମରିବେ ନାହିଁ, ସେମାନେ ହିଁ ଅତି ବେଗବାନ ମରୁତ ନାମକ ଦେବତା ହୋଇଗଲେ। ଇନ୍ଦ୍ର ସେମାନଙ୍କୁ ଯେଉଁ ମା ରୋଦି ବୋଲି କହିଥିଲେ, ସେଥିରୁ ସେମାନେ ମରୁତ୍ ବୋଲି ପରିଚିତ ହେଲେ। ଓଂ ନମଃ